ପିଲାମାନେ ଆଜି ଆମେ ସୁରୁଜ ଉଇଲା କବିତାଟିକୁ ପଢ଼ିବା। ତ ଭଲ ଭାବରେ ମୁଁ ପଢ଼ୁଛି, ତ ମନ ଦେଇକି ଶୁଣ, ତାପରେ ମୁଁ ଆଉ ଥରେ ପଢ଼ିଲେ ମୋ ସହିତ ତୁମେମାନେ ଆବୃତ୍ତି କରିବ। ସୁରୁଜ ଉଇଁଲା ଦେଖ ନୂଆ ସକାଳ ହେଲା, ମିଠା ମିଠା ପବନ ବହି ପକ୍ଷୀ ଡେଣା ଝାଡ଼ି ଉଡ଼ିଗଲା। ସୁରୁଜ ଉଇଁଲା, ଉଠ ଉଠ ସେଜ ଛାଡ଼ି, ନହେଲେ ସମୟ ଯିବ ଗଡ଼ି, ଉଠ ଖେଳ ନାଚ ଗାଅ, ସୁରୁଜ ସହ ମସ୍ତି କର। ସୁରୁଜ ଉଇଁଲା, ସୁରୁଜ କହେ ଏଇ କଥାଟି, ଠିକ୍ ଠାକ୍ କରି ନିଜ ନିଜ କାମଟି, ଉଠ ଖେଳ ନାଚ ଗାଅ, ସୁରୁଜ ସହ ମସ୍ତି କର। ସୁରୁଜ ଉଇଁଲା। ଆଉ ଥରେ ପଢ଼ୁଛି, ଶୁଣ ଭଲ ଭାବରେ, ମୋ ସହିତ ଆବୃତ୍ତି କରିବାକୁ ଚେଷ୍ଟା କର। ସୁରୁଜ ଉଇଁଲା ଦେଖ ନୂଆ ସକାଳ ହେଲା, ମିଠା ମିଠା ପବନ ବହି ପକ୍ଷୀ ଡେଣା ଝାଡ଼ି ଝାଡ଼ି ଉଡ଼ିଗଲା। ସୁରୁଜ ଉଇଁଲା, ଉଠ ଉଠ ସେଜ ଛାଡ଼ି, ନହେଲେ ସମୟ ଯିବ ଗଡ଼ି, ଉଠ ଖେଳ ନାଚ ଗାଅ, ସୁରୁଜ ସହ ମସ୍ତି କର। ସୁରୁଜ ଉଇଁଲା, ସୁରୁଜ କହେ ଏଇ କଥାଟି, ଠିକ୍ ଠାକ୍ କର ନିଜ ନିଜ କାମଟି, ଉଠ ଖେଳ ନାଚ ଗାଅ, ସୁରୁଜ ସହ ମସ୍ତି କର। ସୁରୁଜ ଉଇଁଲା। ପିଲାମାନେ ବୁଝିପାରିଲ ନା ବୁଝିପାରିଲନି? ମୁଁ ତାକୁ ବୁଝାଉଛି, ଭଲ ଭାବରେ ମନ ଦେଇକି ବୁଝ। ସୁରୁଜ ଉଇଁଲା ଦେଖ ନୂଆ ସକାଳ ହେଲା, ଯେତେବେଳେ ସୂର୍ଯ୍ୟ ଯେତେବେଳେ ଉଇଁଯିବେ ନୂଆ ସକାଳ ହେଇଯିବ। ସେଠୁ ମିଠା ମିଠା ପବନ ବହିବ, ପକ୍ଷୀ ଡେଣା ଝାଡ଼ି ଉଡ଼ିଗଲା। ମିଠା ମିଠା ପବନରେ ପକ୍ଷୀମାନେ କ'ଣ ଦେଖ, ଏମିତି ଆକାଶରେ ପକ୍ଷୀମାନେ ଉଡ଼ୁଛନ୍ତି, ପକ୍ଷୀମାନେ ଉଡ଼ି ପଡ଼ୁଛନ୍ତି। ସୁରୁଜ ଉଇଁଲା, ଉଠ ଉଠ ସେଜ ଛାଡ଼ି, ନହେଲେ ସମୟ ଯିବ ଗଡ଼ି। ତୁମେ ଶୋଇପଡ଼ିଛ, ଶୀଘ୍ର ଶୀଘ୍ର ଉଠିଯାଅ, ନହେଲେ ସମୟ ତୁମର ଗଡ଼ିଯିବ। ତୁମେ ଯେକୌଣସି କାମ କରିବାକୁ ଚାହୁଁଥିବ, ସମୟ ଗଡ଼ିଗଲା ପରେ ଆଉ କରିପାରିବ ନାହିଁ। ଯେମିତି ତୁମେ 10ଟା ବେଳେ ସ୍କୁଲକୁ ଯାଅ, 9ଟା ପୂର୍ବରୁ ସ୍କୁଲକୁ ଯାଅ, 9ଟା 10ଟା ଭିତରେ। ତୁମେ ଯଦି ଠିକ୍ ସମୟରେ ଯଦି ନ ଉଠିବ, କାମଟା ବିଳମ୍ବ ହେଇଯିବ, ତୁମେ ସ୍କୁଲକୁ ଯିବା ମଧ୍ୟ ବିଳମ୍ବ ହେଇଯିବ। ତେଣୁକରି ଉଠ ଉଠ ସେଜ ଛାଡ଼ି, ନହେଲେ ସମୟ ଯିବ ଗଡ଼ି, ଉଠ ଖେଳ ନାଚ ଗାଅ, ସୁରୁଜ ସହ ମସ୍ତି କର। ସୁରୁଜ ଉଇଁଲା, ସୁରୁଜ କହେ ଏହି କଥାଟି, ଠିକ୍ ଠାକ୍ କର ନିଜ ନିଜ କାମଟି। ତୁମ ଯେଉଁ କାମ, ଯେମିତି ସକାଳୁ ଉଠିବା କାମଟି ଶୀଘ୍ର ଠିକ୍ ସମୟରେ କର। ଖାଇବା ପିଇବା, ଦାନ୍ତ ଘଷିବା, ପଢ଼ିବା ସବୁ ଠିକ୍ ଟାଇମ୍ରେ ତୁମେ କରିବ। ଉଠ ଖେଳ ନାଚ ଗାଅ, ସୁରୁଜ ସହ ମସ୍ତି କର। ସୁରୁଜ ଉଇଁଲା। ବୁଝିପାରିଲ ନାହିଁ ପିଲାମାନେ? ତ ଏଇଭଳି ଏ ଗପଟିକୁ ଏଇଭଳି ଏ ଗୀତଟିକୁ ବାରମ୍ବାର ପଢ଼ିଲେ ଇଏ ଆରାମରେ ତୁମର ମନେ ରହିଯିବ। ବୁଝିପାରିଲ ନାହିଁ ପିଲାମାନେ?